ତିନି ଦିନ ବନ୍ଦ ରହିବ ସ୍କୁଲ, ସରକାରଙ୍କ ଘୋଷଣା। ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଲାଭ ପାଇବାକୁ ଯାଉଛନ୍ତି, କାରଣ ତିନି ଦିନ ବନ୍ଦ ରହିବ ସ୍କୁଲ। ସେପଟେ ସ୍କୁଲ ଓ କଲେଜ ବନ୍ଦ ହେବା ଯୋଗୁଁ ଛାତ୍ରଛାତ୍ରୀମାନେ ଛୁଟି ଦିନର ଲାଭ ଉଠାଇବାକୁ ଯାଉଛନ୍ତି। ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ସ୍କୁଲ 3 ଦିନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ସରକାର। ଏଥିପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲଗାତାର 3 ଦିନ ସ୍କୁଲ ବନ୍ଦ ରହିବ। ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ଏପ୍ରିଲ 19ରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତି ପାଇଁ ବୁଧବାର ଏପ୍ରିଲ 17 ଏବଂ ଗୁରୁବାର ଏପ୍ରିଲ 18ରେ କେନ୍ଦ୍ରଶାସିତ ଅଞ୍ଚଳରେ ଛୁଟି ଘୋଷଣା କରାଯାଇଛି। 3 ଦିନ ପାଇଁ ସ୍କୁଲଗୁଡ଼ିକ ବନ୍ଦ ରହିବ। ଏଭଳି ପରିସ୍ଥିତିରେ ଏହି ରାଜ୍ୟଗୁଡ଼ିକରେ ଲଗାତାର 3 ଦିନ ସ୍କୁଲ ବନ୍ଦ ରହିବ। କେନ୍ଦ୍ରଶାସିତ ଅଞ୍ଚଳରେ ଯେଉଁଥିରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରଖାଯିବ, ସେଥିମଧ୍ୟରୁ ପୁଡୁଚେରୀ, କରାଇକଲ, ୟନମ୍ ଏବଂ ମାହେ ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି। ସ୍କୁଲ ଶିକ୍ଷା ନିର୍ଦ୍ଦେଶକ ପି ପ୍ରିୟଦର୍ଶିନୀ ମଙ୍ଗଳବାର ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ 1ରୁ 12 ଶ୍ରେଣୀର ଛାତ୍ରଛାତ୍ରୀମାନେ ଲାଭ ପାଇବେ। ଏପ୍ରିଲ 17 ତାରିଖରୁ ନେଇ ଏପ୍ରିଲ 19 ପର୍ଯ୍ୟନ୍ତ ଏହି ସବୁ ସ୍ଥାନରେ ସ୍କୁଲ ବନ୍ଦ ରହିବ।